चल चल स्टार्टिंग इठरू करवा हला तो रामेश्वर जी लॉन्ग टूर नो जेहेतु पेट्रोलटा आमर टूरिस्ट गाइड मारे आसलु पेट्रोल पंप पाखे छोटे चा दुकान थी आसतु यूट्यूब पर एडिटिंग चिंता करना है जाऊँ तमिलनाडु जाऊँ रामेश्वर रामेश्वर मंदिर तो बर्तमान आम रामेश्वर पाखापाखि जो जानिलु पहुँची गलु बोलिकी आमर निश्चय गेटअपटा चेंज करी सो बर्तमान आमर गेटअपटा चेंज करदे चलतु तमिलनाडु स्टाइल टी मारदे। हेलो हाय गाइस मुझे तमिलनाडु रामेश्वर टेम्पल बर्तमान सहित आसी चलतु रामेश्वर टेम्पल अच्छी कौन यार इतिहास कुछ जाना बर्तमान आमे मंदिर पाखे पहुँची गलु भारत वर्ष मात्र 4 गोटी धाम अच्छी जोटा कि पूर्व श्रीक्षेत्र धाम अच्छी पश्चिम द्वारिका धाम देन उत्तर बद्रीनाथ धाम और दक्षिण रामेश्वर धाम यही दक्षिण जो रामेश्वर धाम अच्छी बर्तमान आमे से पाखक आसी पहुँची गलु आसतु देखा जे मंदिर इतिहास कौन अच्छी चलतु टिके बुली जिबा। देखिपे रामेश्वर धामटा पुण्यर क्षेत्र यहाँ गोटे भारत वर्ष रे मात्र 4टी पुण्यर क्षेत्र अच्छी से अन्यतम चलतु बर्तमान भितर को जावा कौ भाई प्रवेश करवा केमती प्रवेश करवा। बर्तमान आम मंदिर भितर प्रवेश कर सारे तथापि आमको सिक्यूरीटी कही सारे कि मंदिर भितर आपण मैंने मोबाइल एलाउ करें ना सो यहाँ हूँ मंदिर बाहर पार्श्व जोटा कि आम फटो बाहर कर मंदिर भितर आम मोबाइल बिल्कुल एलाउ ना कि वीडियो शूटिंग ना सो मुझे क्लिप्स भी रिकॉर्डिंग कर पारे ना। बर्तमान इतिहास कौन माने जेतोले श्री रामचंद्र जेतोले रावण को बध करते से मुनि ऋषि मैंने कहले जे आपण जने ब्राह्मण को हत्या कर सो किसी गोटे दश लगी से दश पूरण कर माने एठारे गोटे लिंग स्थापन करते सेठाकार मुनि ऋषि मैंने सेठाकार लिंग स्थापन करने को श्री रामचंद्र को जो आदेश देले से श्री रामचंद्र प्रभु श्री हनुमान को आदेश देले जे आपण जेतबेले प्रभु श्री रामचंद्र हनुमान को आदेश देले प्रभु श्री हनुमान निजे उड़ी उड़ी जाकि कैलाशगिरी में पहुँचले जो देखिले जे शिव ध्यानमग्न अच्छा शिव को देखा करने प्रभु हनुमान को मात्र 3 दिन लगी जहाँफल लिंग आनवर
ଶିବଲିଙ୍ଗ ଆଣିବାର ଲେଟ୍ ହେଇଯାଇଥିଲା। ଲେଟ୍ ହେଇଯିବା ବୋଧେ ଶ୍ରୀରାମଚନ୍ଦ୍ର ଅପେକ୍ଷା ନ କରିକି ନିଜେ ଗୋଟିଏ ପ୍ରତିମୂର୍ତ୍ତି ଗୋଟେ ତିଆରି କରିକି ଲିଙ୍ଗ ସ୍ୱରୂପ ପ୍ରତିମୂର୍ତ୍ତି ଗୋଟେ ତିଆରି କରିକି ସେଠାରେ ସ୍ଥାପନ କରିଲେ। ସେହି ଲିଙ୍ଗ ସ୍ଥାପନ କରିସାରିଲା ପରେ 3 ଦିନ ପରେ ଯେତେବେଳେ ପ୍ରଭୁ ଶ୍ରୀ ହନୁମାନ ପହଞ୍ଚିଲେ ଦେଖିଲେ ଯେ ଲିଙ୍ଗ ସ୍ଥାପନ ହେଇଯାଇଛି। ତ ଲିଙ୍ଗ ସ୍ଥାପନ ହେଇଯିବାରୁ ପ୍ରଭୁ ହନୁମାନ ଦୁଃଖରେ ଭାଙ୍ଗି ପଡ଼ିଲେ। ଯେତେବେଳେ ପ୍ରଭୁ ହନୁମାନ ଦୁଃଖରେ ଭାଙ୍ଗି ପଡ଼ିଲେ ସେତେବେଳେ ଶ୍ରୀରାମ କହିଲେ ଯେ ଆପଣ ଏଇ ଲିଙ୍ଗଟାକୁ ବାହାର କରିଦେଇକି ଆପଣ ଯେଉଁ ଲିଙ୍ଗ ଆଣିଛନ୍ତି ସେଇ ଲିଙ୍ଗଟା ଏଠାରେ ସ୍ଥାପନ କରିବେ ବୋଲି କହୁଥିଲେ। କିନ୍ତୁ ପ୍ରଭୁ ଶ୍ରୀରାମ ଆସି ସେହି ଲିଙ୍ଗକୁ ନିଜେ ସ୍ଥାପନ କରିଥିଲେ ଯେହେତୁ ସେଇ ପ୍ରଭୁ ହନୁମାନ ନିଜ ବୁଦ୍ଧି ବଳରେ ପ୍ରଚେଷ୍ଟା କରି ମଧ୍ୟ ସେ ଲିଙ୍ଗକୁ ବାହାର କରିପାରିଲେନି। ତେଣୁ ଶେଷରେ ଶିବଲିଙ୍ଗଟାକୁ ବାହାର ନ କରିପାରିଥିବାରୁ ପ୍ରଭୁ ଶ୍ରୀରାମଙ୍କ ଆଦେଶ ଅନୁଯାୟୀ ହନୁମାନ ଯେଉଁ ଲିଙ୍ଗ ଆଣିଥିଲେ ସେଇ ପାଖରେ ସେଇ ଲିଙ୍ଗ ସାଇଡ଼୍ରେ ଆଉ ଗୋଟେ ଲିଙ୍ଗ ପ୍ରତିରୋପଣ କରିଲେ। ସେଥିଯୋଗୁଁ ଏଠାରେ ହେଉଛି ରାମେଶ୍ୱର ଏହି ମନ୍ଦିରର ନାମ। ମୋର ମାମି କହିଛନ୍ତି ରାମେଶ୍ୱରର ବାଲି ଆଣିବୁ। ରାମେଶ୍ୱରର ବାଲି ଟିକେ ନେଇକି ଆସିଛୁ ମାମିଙ୍କ ପାଇଁ। ପରେ ଆମେ ଯେତେବେଳେ ବାହାରିଲୁନି ରାମକୋଟି ଟେମ୍ପଲକୁ, ସେଠାରେ ମାତ୍ର 5-6 କିଲୋମିଟରରେ ଆସିକି ପହଞ୍ଚିଗଲୁ ଆମେ ରାମକୋଟି। ଏଠାରେ ହେଉଛି ପ୍ରଭୁ ଶ୍ରୀରାମଙ୍କର ପାଦ ଚିହ୍ନ ଅଛି। ବଟ୍ ଆମେ ଯେକୌଣସି ଜାଗାକୁ ଗଲେ ବି ସେଇ ଜାଗାରେ ମୋବାଇଲ ଏଲାଉ ନାହିଁ। ତ ରାମଙ୍କର ପାଦ ଚିହ୍ନ ବି ଭିଡ଼ିଓ ସୁଟିଂ କରି ହେଲାନି। ଚାଲନ୍ତୁ ରାମ ମନ୍ଦିର ଟିକେ ଦେଖିଦେବା ଏବଂ ତା ଚତୁଃପାର୍ଶ୍ୱରେ କେଉଁ ଭଳିଆ ସିନ୍ ଅଛି ଦେଖିଦିଅନ୍ତୁ। ଭଗବାନଙ୍କର ଶ୍ରୀରାମଙ୍କର ପାଦ ଅଛି, ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ପାଦ ଅଛି। ବର୍ତ୍ତମାନ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଲୋକେସନ୍ ପାରେ। ବର୍ତ୍ତମାନ ଶ୍ରୀରାମଙ୍କର ପାଦ ଚିହ୍ନ ଦର୍ଶନ କରିସାରିଲା ପରେ ଆମେ ବାହାରିଲୁ ଧନୁଷକୋଟି, ଯେଉଁଟାକି ଭାରତର ସର୍ବସୀମାରେ ଯେଉଁଠି ପହଞ୍ଚି ଯାଉ ଆମେ ଧନୁଷକୋଟି। ଚାଲନ୍ତୁ ଦେଖିବା ଧନୁଷକୋଟିର। ଆସି ପହଞ୍ଚିଗଲୁ। ଦେଖନ୍ତୁ ରାସ୍ତାର ଆରପାରିରେ ଆଉ ଆରପରି ଦୁଇ ପାଖରେ ଯାକ ସମୁଦ୍ର, ମଝିରେ ରାସ୍ତା ଅଛି। ଆପଣମାନେ ଯଦି ଯେକୌଣସି କାର୍ କି ଭେହିକେଲରେ ଆସିବେ କି ବାଇକ୍ରେ ଆସିଲେ ମସ୍ତ ଏନ୍ଜୟ କରିବେ। ଦେଖିବେ ଆପଣମାନେ ନିଶ୍ଚୟ ଯେବେ ଦକ୍ଷିଣ ଭାରତକୁ ଆସି ରାମେଶ୍ୱର ପହଞ୍ଚିବେ ଦେନ୍ ଧନୁଷକୋଟି ଆପଣମାନେ ସେଠାରେ ରାମେଶ୍ୱର ମନ୍ଦିର ଠାରୁ ମାତ୍ର 17 କିଲୋମିଟର ଦୂରରେ ପହଞ୍ଚିଯିବେ ଧନୁଷକୋଟି ବିଚ୍, ଯେଉଁଟାକି ମାନେ ପୃଥିବୀରେ ଏଭଳିଆ ଗୋଟେ ଦୃଶ୍ୟ ଦେଖିବାକୁ ଆମେ ଭାଗ୍ୟ କରୁଛୁ ଯେହେତୁ ଆମେ ଗୋଟେ ଭାରତୀୟ ବାସୀ ହେଇଛୁ। ତେଣୁ ବର୍ତ୍ତମାନ ଚାଲନ୍ତୁ ଆମେ ରାମେଶ୍ୱର ଧନୁଷକୋଟି ବିଚ୍ଟା ଏନ୍ଜୟ କରିବା। ତ ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ ଭାରତର ପରିଶେଷରେ ସର୍ବସୀମାରେ ପହଞ୍ଚିଗଲୁ। ଯେ ବର୍ତ୍ତମାନ ଆପଣମାନେ ଆରପାରିକି ଯିବେ ଦେନ୍ ଆପଣମାନେ ଶ୍ରୀଲଙ୍କା ଦେଶ ପାଇପାରିବେ। ଏଇଟା ହେଉଛି ପୁରା ଭାରତର ଶେଷ ବର୍ଡ଼ର। ଚାଲନ୍ତୁ ଶେଷ ବର୍ଡ଼ରଟା କେମିତି ଅଛି ଦେଖିଯିବା। ବହୁତ ଲୋକ ଏଠାରେ ଗାଧଉଛନ୍ତି। ତ ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ ଭାରତର ପୁରା ସର୍ବଶେଷରେ, ଯେଉଁଠିକି ଆମର ଆରପାରିକି ଗଲେ ଶ୍ରୀଲଙ୍କା ଦେଶ ଅଛି। ଏଇଟା ଏଇ ସ୍ଥାନର ନାମ ହେଉଛି ଧନୁଷକୋଟି। ଭାଇ ଆପଣ ଧନୁଷକୋଟି ଆସିବାର କେତେ ଖୁସି ଅନୁଭବ କରୁଛନ୍ତି କିଛି କୁହନ୍ତୁ। ଚାଲନ୍ତୁ ବର୍ତ୍ତମାନ ଧନୁଷକୋଟିର ଡ୍ରୋନ୍ ଭ୍ୟୁଜଟା ଦେଖିଦେବା। ଦେଖନ୍ତୁ ଆପଣମାନେ ସେଇ ଲାଇନ୍ରେ ଯେଉଁଟାକି ରାସ୍ତା, ଏଇଟା ହେଉଛି ଯେଉଁ ଷ୍ଟାଚ୍ୟୁ ଗୋଟେ ଅଛି ତାର ପରିଶେଷ ବର୍ଡ଼ର ଅଛି। ସେ ବର୍ଡ଼ର ଆପଣମାନେ ଫଟୋ ଯାହା ଭିଡ଼ିଓ ଉଠାଇ ପାରିବେ, ବଟ୍ ତାଠୁ ଆଗକୁ ଯାଇପାରିବେ ନାହିଁ, ସମୁଦ୍ର ଭିତରକୁ ଯିବାକୁ ମନା।
ଏଇଠି ଦେଖିଲେ କାଳେ ଶ୍ରୀଲଙ୍କା ଦେଖାଯାଉଛି, ରାମର ସେତୁ ଦେଖାଯାଉଛି ଅଛି, ବଟ୍ ମୁଁ ଦେଖିଲି କିଛି ତ ଜାଣି ହେଉନି। ପ୍ରାୟ ଗୋଟେ 4-5ଟା ବ୍ରିଜ୍ ଭଳିଆ ଗୋଟେ ଦେଖାଯାଉଛି, ନିହାତି ସେଇଟା କି ହେଇଥାଇପାରେ। ବର୍ତ୍ତମାନ ଆମେ ଆସି ପହଞ୍ଚିଗଲୁ ପମ୍ବନ ବ୍ରିଜ୍ରେ, ଯେଉଁଟାକି ଧନୁଷକୋଟି ଠାରୁ ମାତ୍ର 5-6 କିଲୋମିଟର ଦୂରରେ ଅଛି ଏଇ ପମ୍ବନ ବ୍ରିଜ୍। ଏଇ ବ୍ରିଜ୍ର ଗୋଟିଏ ମୁଖ୍ୟ କାରଣ ଅଛି। ମୁଖ୍ୟ କାରଣଟା ହେଉଛି, ଦେଖନ୍ତୁ ଆପଣମାନେ ଏଇ ବୋଟ୍ ଯାକ ଦେଖିପାରୁଥିବେ, ଯେଉଁଟାକି ଶ୍ରୀଲଙ୍କା ମହାସାଗରକୁ ଲାଗିକି ରହିଛି। ଏଇ ବୋଟ୍ ମାନେ ଯାତାୟାତ ହେଉଛନ୍ତି ଅପ୍ ଟୁ ଶ୍ରୀଲଙ୍କା ବର୍ଡ଼ର ପର୍ଯ୍ୟନ୍ତ, ବଟ୍ ଶ୍ରୀଲଙ୍କାକୁ ଅନୁମତି ନାହିଁ। ବର୍ତ୍ତମାନ ଆମେ ଦେଖିବା ବ୍ରିଜ୍ର ଆରପଟରେ ଦେଖନ୍ତୁ ଆପଣ ଏଇ ଟ୍ରାକ୍, ରେଲୱେ ଟ୍ରାକ୍ ଅଛି, ଗୋଟେ ସିଙ୍ଗଲ ଲାଇନ୍ ଟ୍ରାକ୍। ଆପଣମାନେ ଯେତେବେଳେ ଟ୍ରେନ୍ରେ ଆସିବେ ମାନେ ଏହାର ମଜା ଉଠାଇ ପାରିବେ, ବଟ୍ ଡେଡ୍ ସ୍ଲୋରେ ଆସିବ। କେବଳ ଗୋଟେ ସିଙ୍ଗଲ ଲାଇନ୍ ଟ୍ରାକ୍ରେ ହିଁ ଟ୍ରେନ୍ ଚାଲେ। ଯେତେବେଳେ ଟ୍ରେନ୍ ଆସିବ ତାମାନେ ଏଇ ଯେଉଁ ମୁଖ୍ୟ ଗେଟ୍ ଅଛି, ଦେଖନ୍ତୁ ମୁଁ ଟିକେ ଆପଣଙ୍କୁ ଜୁମ୍ କରିକି ଦେଖେଇଦେବି। ଦେଖନ୍ତୁ ଏଇ ମୁଖ୍ୟ ଗେଟ୍ଟା କ୍ଲୋଜ୍ ହେଇଯିବ। ଟ୍ରେନ୍ ଗଲା ପରେ ଏଇଟା ଓପେନ୍ ହେବ, ଯାହାଫଳରେ କି ବୋଟ୍ ଯାକ ଏ ପାରିରୁ ଆର ପାରିକି ଯିବା ପାଇଁ ବୋଟ୍ ପାଇଁ ଅନୁମତି ଦିଆଯିବ। ଦେଖନ୍ତୁ ଆମେ ଆର ପାରିକି ଯିବା। ଏଇ ଗେଟ୍ଟା ଯଦି ଓପେନ୍ ହେଇଯିବ ମାନେ ବୋଟ୍ଟା ଏପଟରୁ ସେପଟ ଯିବା ଆସିବା କରେ। ଖାସ୍ କରିକି ଏଇ ମୁଖ୍ୟ ଗେଟ୍ ଦ୍ୱାରା ବୋଟ୍ ଯାଏ। ଆପଣମାନେ ନିଶ୍ଚୟ ଯେବେ ବି ଆସିବେ ବୁଲି ଆସିବେ। ଶେଷରେ ଆମେ ଆସି ପହଞ୍ଚିଗଲୁ ଡକ୍ଟର APJ ଅବଦୁଲ କାଲାମଙ୍କର ଯେଉଁଠିକି ସମାଧି, ସେଠାଙ୍କର ବିଭିନ୍ନ ପ୍ରକାର ଷ୍ଟାଚ୍ୟୁ ଅଛି, ବଟ୍ ସେଠାରେ ବିଲକୁଲ ବି ମୋବାଇଲ ଆଲାଉ ନାହିଁ। ତ ଭିଡ଼ିଓଟିକୁ ଏଠି ଶେଷ କରିବା। ଜୟ ଜଗନ୍ନାଥ।